2026 ମସିହାଠୁ ଆସୁଛି ବଡ଼ ବିପଦ। ଜାନୁଆରୀ ମାସ 19 ତାରିଖରେ ସରିବ କି କଳିଯୁଗ। ଛତିଆ ଭଟ୍ଟ ଶ୍ରୀକ୍ଷେତ୍ର ହୋଇଯିବ। 7 ଦିନ ଯାଏଁ ଅନ୍ଧାର ହେବ। ଚତୁର୍ଦିଗରେ ରଞ୍ଜାତାରା ପଡ଼ିବ। 6 ବର୍ଷ ଧରି ରଥଯାତ୍ରା ବନ୍ଦ ହୋଇଯିବ। ପୂର୍ବ ଦିଗରୁ ସମୁଦ୍ର ମାଡ଼ି ଆସିବ। ଏହା କ'ଣ ଖନାବଚନ? ଏହା କ'ଣ ସତ୍ୟ ହୋଇବ? ଏହା ବି ଆମ ଭିତରେ ରହସ୍ୟ ହୋଇକି ଅଛି। ଚାଲନ୍ତୁ ଦେଖିବା ଫୁଲ୍ ଭିଡ଼ିଓ। ଲୀଳା ଉଦୟ ହେବ, ଲୀଳା ଚହଟିବ। ଗହ ଗହ ଛତିଆରେ ଶ୍ରୀରଙ୍ଗ ଚରଣରେ ସମସ୍ତେ ଖଟିବେ। ଶ୍ରୀକ୍ଷେତ୍ର ହୋଇବ ଥରେ। ଆପଣମାନେ ଖାତାରେ ଲେଖିକି ରଖନ୍ତୁ। 2026 ମସିହାଠୁ ଜାନୁଆରୀ 19 ତାରିଖ ପର୍ଯ୍ୟନ୍ତ ମହାପ୍ରଭୁ ଛତିଆ ଭଟ୍ଟ ବିରାଜମାନ ହେବେ। ସେଇଠି ଛତିଆ ଭଟ୍ଟରେ ପ୍ରଭୁଙ୍କ ଲୀଳା ଚାଲିବ। ଏହା ହିଁ ସତ୍ୟ ହେବ। ଅନ୍ଧାର ହୋଇବ 7 ଦିନ, ବିଜୁଳି ମାରିବ ଘନ ଘନ। 7 ଦିନ ଯଦି ଅନ୍ଧାର ହୋଇଯାଏ ଆମେ ବଞ୍ଚିପାରିବା? ଆମେ ବଞ୍ଚିପାରିବା ନାହିଁ। ଚଣ୍ଡୀ ଚାମୁଣ୍ଡାମାନେ ବାଟଘାଟ ଜଗି ବସିବେ। ଜଙ୍ଗଲରୁ ପଶୁପକ୍ଷୀ ଆସିବେ। ବହୁତ ଲୋକ ଏମିତି ମରିଯିବେ। 6 ବର୍ଷ ପର୍ଯ୍ୟନ୍ତ ହବନି ନନ୍ଦିଘୋଷ ଯାତ୍ରା। କାରଣ ଶ୍ରୀ ଜଗତରନାଥ ଜଗନ୍ନାଥ ଯେବେ ଛତିଆକୁ ପଳେଇବେ 6 ବର୍ଷ ପର୍ଯ୍ୟନ୍ତ ରଥଯାତ୍ରା ହୋଇପାରିବ ନାହିଁ। ଏଇ କଥାଟି ଆପଣମାନେ ଭଲ ଭାବରେ ଜାଣିଥିବେ। ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ଘୋର କଳିକାଳ, ଥୟ ନ ରହିବେ ପ୍ରାଣୀ ଦେବେ କୁଆକୁ କୁଆ। ପୂର୍ବ ଦିଗରୁ ସମୁଦ୍ର ଲବଣ ଉଠିବ, କମ୍ପିବ ପ୍ରାଣୀଙ୍କ ହାୟା। ଏହାର ଅର୍ଥ ହେଉଛି ଯେମିତି କୁଆମାନେ ପାଣିରେ ବୁଡ଼ିକି ଉଠନ୍ତି, ସେମିତି ଆମେ ମଣିଷମାନେ ପାଣିରେ ବୁଡ଼ିକି ଉଠିବା। ଯେତେବେଳେ ସମୁଦ୍ର ପୂର୍ବ ଦିଗରୁ ମାଡ଼ି ଆସିବ ଆମେ ବି ବଞ୍ଚିପାରିବାନି। ଆମେ କୁଆ ଭଳିଆ ପାଣିରେ ବୁଡ଼ିବା, ଉଠିବା। ଜୟ ଜଗନ୍ନାଥ, ନମସ୍କାର। ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିବ ଆପଣ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ କରିବେ।